ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଏପ୍ରିଲ 1। ଦିନଟିର ପ୍ରଧାନ ଚିନ୍ତା। ଭଗବତ ଜ୍ଞାନ ମନୁଷ୍ୟର ସକଳ ଦୁର୍ବଳତା, ଯନ୍ତ୍ରଣା ଏବଂ ସଂଶୟକୁ ନାଶ କରେ। ସ୍ମରଣୀୟ ପଂକ୍ତି। ତୁମେ ଯେବେ ରହ ପାଖେ ଆଗୁ ମୋର ପ୍ରଭୁ, ହୁଏ ସବୁ ଅଭାବ ପୂରଣ। ପ୍ରେମ, ଆନନ୍ଦ, ଜ୍ଞାନ, ତେଜ, ବଳ, ବିଶ୍ୱାସ ଓ ପ୍ରାର୍ଥନା ହୁଏ ଉଚ୍ଛଳିତ ହୃଦୟରେ ମୋର। ସକଳ ତ୍ୟଜିବି ମୁଁ, ହୁଅ ଯଦି ତୁମେ ମୋର ଏକାନ୍ତ ଆପଣାର। ନୀତି ଉପଦେଶ। କେଉଁଠାରେ ଓ କେତେବେଳେ ଆମେ ସବୁ ଦୃଷ୍ଟିରୁ ନିରାପଦ? ଧନ, ଜନ ବା ପାର୍ଥିବ ସମ୍ପଦ ମଧ୍ୟରେ ନୁହେଁ। ଯିଏ ଆମ ଜୀବନର ମୂଳ, ତାହାଙ୍କ ସଙ୍ଗେ ଯେତେବେଳେ ଆମର ଜୀବନ୍ତ ଭାବେ ମିଳନ ହୁଏ, ସେତେବେଳେ ଆମେ ଯଥାର୍ଥ ନିରାପଦ। ଯିଏ ଆମ ଜୀବନର ମୂଳ ଉତ୍ସ, ସେ ହିଁ ଆମର ନିରାପଦ ଆଶ୍ରୟ। ଯେଉଁ ଲୋକ ସାଧନ ଭଜନ ନିୟମିତ ଭାବେ ଅଭ୍ୟାସ କରେ, ସେ ଏକମାତ୍ର ଯୋଗଯୁକ୍ତ ହୋଇପାରେ। ପ୍ରଜ୍ଞା ଶକ୍ତି ବଳରେ ଆମର ଜୀବନ, ହୃଦୟ, ମନ, ଏପରିକି ଆମର ହସ୍ତପଦ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୁଏ। କ୍ରମେ କ୍ରମେ ଆମେ ଉନ୍ନତତର ଓ ବୃହତ୍ତର ଚୈତନ୍ୟ ଲାଭ କରୁ। ଏବେ ଆମେ କେବଳ ଦେଖୁ ଅନନ୍ତର ବିକାଶ ମଝିରେ ମଝିରେ ଏଠି ସେଠି। ତେଣୁ ଆମର ପ୍ରଧାନ କାର୍ଯ୍ୟ ହେଉଛି ତାହାଙ୍କ ସଙ୍ଗେ ଯୋଗ ସ୍ଥାପନ। ପ୍ରାର୍ଥନା। ହେ ପ୍ରଭୁ, ତୁମର ଅନନ୍ତ ସତ୍ତାକୁ ମୋତେ ଜାଣିବାକୁ ଦିଅ। ମୋର ଜୀବନ, ମୋର ଶକ୍ତି, ମୋର ଆନନ୍ଦ ସକଳ ଯେପରି ତୁମ ଉପରେ ନିର୍ଭର କରେ। ସଂଶୟ ଓ ଅଜ୍ଞାନତାରୁ ମୋର ମନକୁ ମୁକ୍ତ କର। ତୁମ ଭଲ ପାଇବାଟା କି କୋମଳ, ଏବଂ ତୁମେ ଯେ ମୋତେ ନିରନ୍ତର ରକ୍ଷା କରୁଅଛ, ଏହି ଚେତନା ଯେପରି ମୋର ଦିନକୁ ଦିନ ପରିସ୍ଫୁଟ ହୁଏ। ଚିରକାଳ ଯେପରି ମୁଁ ତୁମକୁ ହିଁ ଖୋଜେ ଏବଂ ସକଳ କାର୍ଯ୍ୟରେ ତୁମ ଉପରେ ନିର୍ଭର କରେ। ତୁମ ଦିବ୍ୟ ସତ୍ତା ମଧ୍ୟରେ ହିଁ ଯେପରି ମୁଁ ଶାନ୍ତି ଖୋଜି ପାଏ।